କରିବି ବାପା ମା ଦେଖିଥିବା ସ୍ୱପ୍ନ କେମିତି ପୂରଣ କରିବି ଆଉ ମୋ ଦ୍ୱାରା କିଛି ହବନି। ଭାଇ କଣ ତମର ଅସୁବିଧା ହେଇଛି? ମୁଁ ରାତି ଦିନ ପରିଶ୍ରମ କରି ପାଠ ପଢୁଛି ହେଲେ ମୋ ମୁଣ୍ଡରେ ଟିକେ ମଧ୍ୟ ବୁଦ୍ଧି ରହୁନି କି ପରୀକ୍ଷାରେ କିଛି ବି ଲେଖି ପାରୁନି। ଭାଇ ଏ ଆଜିର ପିଲାଙ୍କ ସମସ୍ୟା। ବାପା ମା ପିଲାମାନଙ୍କୁ ମୋବାଇଲ ଧରେଇଦେଲେ। ଧୀରେ ଧୀରେ ମୋବାଇଲ ଆମର ସ୍ମରଣ ଶକ୍ତିକୁ କ୍ଷୟ କରିଚାଲେ। ତାହେଲେ ସ୍ମରଣ ଶକ୍ତି ଆସିବ କୋଉଠୁ? ତମେ ଗୋଟେ କାମ କର, ଏ ବହି ନିଅ, ଏ ବହିକୁ ପଢିବ, ନିଶ୍ଚିତ ଭାବରେ ତମ ସ୍ମରଣ ଶକ୍ତି ବୃଦ୍ଧି ପାଇବ। ଟିକେ ଧ୍ୟାନ କରିବ, ଗାୟତ୍ରୀ ମନ୍ତ୍ର ଉପାସନା କର, ଦେଖିବ ତମର ସ୍ମରଣ ଶକ୍ତି ବଢିବ। ନିଶ୍ଚିତ ଭାବରେ କରିବ। ପଢାପଢି ସଙ୍ଗେ ସଙ୍ଗେ 15 ମିନିଟ୍ କି 40 ମିନିଟ୍ ପାଠ କରି ବହି ପଢ। ତମର ସ୍ମୃତି ଶକ୍ତି ବଢିବ। ତମେ ଯାହା ଚାହିଁବ ଭବିଷ୍ୟତରେ ସବୁ କିଛି କରିପାରିବ। ପଢିବ ତ? ହଁ ଭଉଣୀ, ମୁଁ ପଢିବା ସହିତ ମୋ ସାଙ୍ଗସାଥି ଭାଇ ଭଉଣୀ ସମସ୍ତଙ୍କୁ କହିବି ଭଉଣୀ।